ଆଜି ଦେଖିବା ଆମେ ଇଣ୍ଡେକ୍ସ ଫର୍ମୁଲା ଆମେ କେମିତି ୟୁଜ କରିବା ଦେଖ। ଆମ ପାଖରେ କିଛି ଡାଟା ଅଛି ବୁଝିଲ। ଏଇ ଡାଟାରେ ଆମର ପ୍ରଥମ କଣ ଅଛି ର ଅଛି ଆଣ୍ଡ କଲନ ଅଛି ଦେଖୁଛ ନା ନାଇଁ। ଇଏ ହଉଛି ଆମର କଣ ର ଆଉ ଇଏ ହଉଛି ଆମର କଣ କଲନ। ତ ର ଆଣ୍ଡ କଲନ ଅଛି ତ କଲନ ମଧ୍ୟରେ ଆମର କିଛି ଡାଟା ମଧ୍ୟ ଲେଖା ହେଇଛି। ତ ଦେଖ ଇଣ୍ଡେକ୍ସ ର କାମ ଏଇଟା କଣ ହବ କି ଯେତେବେଳେ ଆମର ର ଟା ହେଲା ଏ ର ଆଣ୍ଡ କଲନ ଯୋଉଠି ଆମର କଣ ହବ ମିଶିବ ବୁଝିପାରୁଛ ନା ନାଇଁ। ଏଟା ହଉଛି ର ଆଉ କଲନ ଟା ଯୋଉଠି ମିଶିବ ସେଇ ଜାଗାର ବା ସେଇ ସେଲ ର ଆମକୁ କଣ ଭ୍ୟାଲୁ ଟା ଆମକୁ ଶୋ କରିବ ହେଲା ବୁଝିଲ ନା। ସେଟା ହଉଛି ଇଣ୍ଡେକ୍ସ। ଦେଖ ଆମେ ଇଣ୍ଡେକ୍ସ କେମିତି ବାହାର କରିବା ଇକ୍ୱାଲ ଦେଲ ଇକ୍ୱାଲ ଦେଲା ପରେ ଟାଇପ করে ଇଣ୍ଡେକ୍ସ ହେଲା ଟ୍ୟାବ ପ୍ରେସ୍ କରିଦବ। ଇଣ୍ଡେକ୍ସ ପ୍ରେସ୍ କଲା ପରେ ଲେଖା ହେଉଛି ଏରେ। ଏରେ ମାନେ ଯେତେ ସବୁ ଆମର ଭ୍ୟାଲୁ ଅଛି ବା ଯେତେ ସବୁ ଡାଟା ଅଛି ପ୍ରଥମେ ସେ ଡାଟାକୁ ଆମେ ସିଲେକ୍ଟ କରିବା। ଦେଖ ଡାଟାକୁ କଣ କଲି ମୁଁ ସିଲେକ୍ଟ କଲି। ସିଲେକ୍ଟ କଲା ପରେ ଏଠି କମା ଦେବୁ। କମା ଦେଲା ପରେ ଏଇଠି ମାଗୁଛି ଆମର କଣ ର ମାଗୁଛି। କଣ ମାଗୁଛି ର। ତ ଆମକୁ ଯୋଉ ର ନମ୍ବର ଆମର ଭ୍ୟାଲୁ ଦରକାର ଅଛି ଆମେ ସେଇ ର କୁ ଆମେ କଣ କରିବା ଏଇଠି ଟାଇପ କରିବା। ମୋର ଫର ଏକ୍ସାମ୍ପଲ ମୁଁ ଏବେ ର ନେଇଯିବି 3। ଏଇଠି ମୋର ର ଅଛି କଣ 3 ଅଛି ଏଇଠି। ତ ଏଇଠି ମୁଁ ଟାଇପ କରିବି 3 ଦେନ୍ କମା ଦେଲି। କମା ଦେଲା ପରେ ଏଇଠି କଣ ମାଗୁଛି କଲନ ନମ୍ବର। ଏବେ ମୁଁ ଦେଲି ଏଇଠି ର ଦେଲି ଏବେ ଦେବି ମୁଁ କଣ କଲନ ନମ୍ବର ଦେବି। ଏଇଠି କଲନ ଅଛି ଦେଖ 1 2 3 and 4 ଅଛି। ତ ମତେ ଏଇଠି ଦରକାର ଅଛି 4 ନମ୍ବର କଲନ ଦରକାର ଅଛି ହେଲା। ତ ଏଇ କଲନ ଦେଇଦେଲି ଏଇଠି ମୁଁ 4 ବୁଝିଗଲ। 4 ଦେଲା ପରେ ସିଫ୍ଟ ପ୍ରେସ୍ କରିକି କ୍ଲୋଜ ବ୍ରାକେଟ ଦେଇକି ମୁଁ କଣ କରିବି ଏଇଠି ଏଣ୍ଟର ପ୍ରେସ୍ କରିବି। ତ ଏଇଠି ତାର ଭ୍ୟାଲୁ ଦେଲା କଣ 112। ଦେଖ ମୁଁ ଦେଇଥିଲି କଣ ର ନମ୍ବର 3 ଦେଇଥିଲି। ଏଇଟା ହଉଛି ଆମର କଣ ର ନମ୍ବର 3 ଦେଖ ଏଇଟା ହଉଛି ର ନମ୍ବର 3 ଯୋଉଟା ହାଇଲାଇଟ ହେଇଗଲା। ତ ସେମିତି ଆମର ଏଇଟା ହଉଛି କଣ କଲମ ନମ୍ବର 4 ଯୋଉଟା ଆମର ମ୍ୟାଚ ହେଲା। ଦେଖ କଲମ ନମ୍ବର 4 ଟା ଏଇଠି ଆସିବ ନା ନାଇଁ କଲମ ନମ୍ବର 4 ଟା। ତ ଯୋଉଠି ଆମର ଲାଷ୍ଟ ଇଣ୍ଟରସେକ୍ସନ ଟା ରହିଲା ସେ ତାର ଭ୍ୟାଲୁ ଟା କଣ ଏଇଠି କଣ କରୁଛି ଶୋ କରୁଛି। ଦେଖୁଛ ଆସିଲା ନା ନାଇଁ ସେ ସେଲ ର ଭ୍ୟାଲୁ ଟା 112 ଏଇଟା ବୁଝିଗଲ ହେଲା। ଇଏ ହଉଛି ଆମର ଇଣ୍ଡେକ୍ସ ଫର୍ମୁଲା।